ପିଲାମାନେ ତୁମମାନଙ୍କୁ ସଂସ୍କୃତ ଶିକ୍ଷାୟତନର ଏହି ପ୍ରକୋଷ୍ଠ ମଧ୍ୟକୁ ସ୍ୱାଗତ। ପିଲାମାନେ ଆମେ ଆ ପୂର୍ବରୁ ଅଷ୍ଟମ ଶ୍ରେଣୀ ସଂସ୍କୃତ କଳିକା ର ତୃତୀୟ ପାଠ କୋରୁକ୍ 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 ଏହି ବିଷୟଟି ଆମେ ଅଧ୍ୟୟନ କରୁଥିଲେ। ଏହା ପୂର୍ବରୁ ଆମେ 3ଟି ପର୍ଯ୍ୟାୟରେ ତାକୁ ପରିସମାପ୍ତ କରିଛେ। ଆଜି ତାର ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପିଲାମାନେ ତୁମେ ଏହି ବିଷୟ ଗୁଡ଼ିକୁ ନିଶ୍ଚିତ ଭାବରେ ପ୍ଲେ ଲିଷ୍ଟକୁ ଯାଇକିରି ପାଇପାରିବ ଏବଂ ପଢ଼ିପାରିବ ଯଦି ତୁମର ଆଗ୍ରହ ଥାଏ। ଏବେ ଆଜି ଆମେ ତାର ପ୍ରଶ୍ନ ଉତ୍ତର ଆଲୋଚନା କରିବା ସରଳ ଓ ସହଜ ଉପାୟରେ। ତାହେଲେ ଚାଲ ଆରମ୍ଭ କରିବା ପ୍ରଶ୍ନ ଉତ୍ତର। 1 ନମ୍ବରରେ କ'ଣ ଅଛି ଦେଖିବା ପ୍ରଶ୍ନାବଳୀରେ। ଦେଖ 1 ନମ୍ବରରେ ଅଛି ଏକ ପଦେନ ଉତ୍ତରମ୍ ଲିଖତ। ଗୋଟିଏ ପଦରେ ଆମେ ଉତ୍ତର ଲେଖିବା। ପିଲାମାନେ ଯେତିକି ଆମକୁ ପ୍ରଶ୍ନ ଦିଆଯାଇଛି ଆମେ ତାର ଉତ୍ତର ସେଇଭଳି କରିବା ଉଚିତ, ଅଧିକ କିଛି ଆବଶ୍ୟକ ନାହିଁ। ସେ ଦେଇଛି ଗୋଟିଏ ପଦରେ ଲେଖିବା ପାଇଁ। ତାହେଲେ କ ରେ ଅଛି ସୁକରୂପମ୍ କହ ଧୃତବାନ। ଉତ୍ତର ହେଲା ଧନ୍ୱନ୍ତରୀ। ଖ ଧନ୍ୱନ୍ତରୀ ସୁକଃ କୁତ୍ର ଉପବିଶ୍ୟ ଧ୍ୱନିମ୍ ଅକରତ୍। ଉତ୍ତର ବୃକ୍ଷେ ବା ଗଛ ଉପରେ। ଗ ଅନ୍ତେ ସୁକଃ କସ୍ୟ ଆଶ୍ରମସ୍ୟ ସମୀପମ୍ ଗତବାନ୍। ଉତ୍ତର ବାଗ୍ଭଟସ୍ୟ ବା ବାଗ୍ଭଟଙ୍କର। ଋତୟଃ କତି ସନ୍ତି। ଋତୟଃ ଷଟ୍ ହେଲା 6ଟି ଋତୁ ଅଛନ୍ତି। ଉଁ ବାଗ୍ଭଟଃ ଶୁକସ୍ୟ ରହସ୍ୟମ୍ କେଭ୍ୟଃ ଉକ୍ତବାନ୍। ଶିଷ୍ୟେଭ୍ୟଃ ହେଲା ବାଗ୍ଭଟ ଉତ୍ତର ଗୁଡ଼ିକୁ ଶିଷ୍ୟମାନଙ୍କୁ କହିଥିଲେ। ତାହେଲେ ଉତ୍ତର ହେଲା ଶିଷ୍ୟେଭ୍ୟଃ। ଚ କୀଦୃଶ ଜଳେନ ସ୍ନାନମ୍ କର୍ତ୍ତବ୍ୟମ୍। ସ୍ୱଚ୍ଛ ଜଳେନ ସ୍ନାନମ୍ କର୍ତ୍ତବ୍ୟମ୍ ହେଲା। ଏବେ ଆସ ଆମେ ଦେଖିବା 2 ନମ୍ବର କ'ଣ ଅଛି। କୋଷ୍ଟକତଃ ଶୁଦ୍ଧମ୍ ପଦମ୍ ଚିତ୍ୱା ଶୂନ୍ୟସ୍ଥାନମ୍ ପୂରୟତ। କୋଷ୍ଟକରେ କ'ଣ କ'ଣ ଦେଇଛି। ଋତୟଃ ଚରକସ୍ୟ କୁଟୀର ସମୀପମ୍ ଭାରତବର୍ଷେ ଆୟୁର୍ବେଦ୍ୟ ଜ୍ଞାନେନ। ଆଉ ଗୋଟେ ହେଲା ଅପି ଅତିମାଇ। ତାହେଲେ ଦେଖ ଉତ୍ତର କ'ଣ ହଉଛି। ଡ୍ୟାସ୍ ବୈଦ୍ୟାଃ ବିଭିନ୍ନାନି ବ୍ୟାଧୀନାଂ ଶମନମ୍ କଥମ୍ କୁର୍वन्ति ଭାରତବର୍ଷେ। ଉତ୍ତର ହେଲା ଭାରତବର୍ଷେ। ଭାରତବର୍ଷେ ବୈଦ୍ୟାଃ ବିବିଧାନାଂ ବ୍ୟାଧୀନାଂ ଶମନମ୍ କଥମ୍ କୁର୍वन्ति। ଖ ଅନ୍ତେ ସହ ବୈଦ୍ୟସ୍ୟ ବାଗ୍ଭଟସ୍ୟ ଡ୍ୟାସ୍ ଗତବାନ୍। ଦେଖ କୋଷ୍ଟକରୁ ଆସିବ କୁଟୀର ସମୀପମ୍ ହେଲା। ଶେଷରେ ସେ ବାଗ୍ଭଟ ବୈଦ୍ୟଙ୍କର କୁଟୀର ସମୀପକୁ ଯାଇଥିଲା। ଗ ଦେଖ ତବ ଉତ୍କୃଷ୍ଟେନ ଡ୍ୟାସ୍ ଅହମ୍ ଅତୀବ ସନ୍ତୁଷ୍ଟଃ अस्मि। ତବ ଉତ୍କୃଷ୍ଟ ଆୟୁର୍ବେଦ ଜ୍ଞାନେନ ହେଲା। ଘ ଦେଖ ମହର୍ଷେଃ ଡ୍ୟାସ୍ ନାମ ଭବନ୍ତଃ ଶ୍ରୁତବନ୍ତଃ ସ୍ୟୁଃ। ମହର୍ଷେଃ ଚରକସ୍ୟ। ମହର୍ଷେଃ ଚରକସ୍ୟ ନାମ ଭବନ୍ତଃ ଶ୍ରୁତବନ୍ତଃ ସ୍ୟୁଃ। ଉଁରେ କ'ଣ ଦେଇଛି ଦେଖ ଲଘୁ ଦ୍ରବ୍ୟାଣି ଡ୍ୟାସ୍ ସେବନେନ ହାନିକାରକାଣି ଜାୟନ୍ତେ ଅତିମାତ୍ରମ୍ ହେଲା। ଶେଷରେ ଯୋଉ କୋଷ୍ଟକ ଭିତରେ ଅଛି ଅତିମାତ୍ରମ୍, ଅତିମାତ୍ରେ ସେବନେନ ହାନିକାରଣୀ ଜାୟନ୍ତେ। ଚରେ କ'ଣ ଅଛି ଦେଖ ଡ୍ୟାସ୍ ଅନୁସାରମ୍ ବକ୍ତବ୍ୟମ୍ ଋତୋଃ। ପ୍ରଥମ ଯୋଉ ଅଛି ଋତୋଃ ଅନୁସାରେଣ ଭକ୍ତବ୍ୟମ୍। ଏବେ ଆସିବା ଆମେ 3 ନମ୍ବର ଦେଖିବା ପୂର୍ଣ୍ଣ ବାକ୍ୟେନ ଉତ୍ତରମ୍ ଲିଖତ। ପୁରା ବାକ୍ୟରେ ଉତ୍ତର ଲେଖିବା। ମଧୁରାମ୍ ବାଣୀମ୍ ଶ୍ରୁତ୍ୱା ଚିକିତ୍ସା ନିରତଃ ବାଗ୍ଭଟଃ କିମ୍ ଅକରତ୍।
ଶୁଆଟିର ମଧୁର ବାଣୀ ଶୁଣି ଚିକିତ୍ସାରୁ ନିରତ ହୋଇ ବାଗ୍ଭଟ ବୃକ୍ଷ ନିକଟକୁ ଆସି ଆଶ୍ରମର ଅଗଣାରେ ଥିବା ବୃକ୍ଷ ନିକଟକୁ ଆସି ଶୁଆଟିକୁ ଦେଖି ତାକୁ ମଧୁର ଫଳ ଖାଇବାକୁ ଦେଲେ। ହେଲା, ବାଗ୍ଭଟଃ ଝଟିତି କି ମକରତ୍। ବାଗ୍ଭଟଃ ଶୀଘ୍ର ଶୁଆଟିକୁ ମଧୁର ଫଳ ବା ମିଠା ଫଳ ଖାଇବାକୁ ଦେଲେ। ଗ ଛାତ୍ରାଃ ପୁନଃ ଜିଜ୍ଞାସୟା ଆଚାର୍ଯ୍ୟଂ କିମ୍ ଅପୃଚ୍ଛତ୍। ଛାତ୍ରମାନେ ପୁନର୍ବାର ଜାଣିବା ପାଇଁ ଆଚାର୍ଯ୍ୟଙ୍କୁ ପଚାରିଲେ ଯେ ଆଚାର୍ଯ୍ୟ, ମିତଭୁକ୍, ଋତଭୁକ୍ ଆଉ ହିତଭୁକ୍ ଏଇ ତିନୋଟି ସୂତ୍ରର ଅର୍ଥ କଣ? ଘ ଦେଖ, କେ ଷଟ୍ ଋତବଃ ଭବନ୍ତି। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ହେଲା, ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ ଏଗୁଡିକ ଆମର 6ଟି ଋତୁ ଅଟନ୍ତି। ଉଁ ଦେଖ, ଭଗବାନ ଧନ୍ୱନ୍ତରୀ ଅସ୍ମାକଂ କୃତେ ସଂକ୍ଷେପଣ କିମ୍ ପ୍ରଦତ୍ତବାନ୍। ଭଗବାନ ଧନ୍ୱନ୍ତରୀ ଆମମାନଙ୍କୁ ସଂକ୍ଷେପରେ ସ୍ୱାସ୍ଥ୍ୟକୁ କିପରି ଆମେ ଭଲ ଭାବରେ କଣ ସମ୍ଭାଳିକି ରଖିବା ବା ସ୍ୱାସ୍ଥ୍ୟ ରକ୍ଷା ପାଇଁ ସୂତ୍ର ହିଁ ପ୍ରଦତ୍ତ କରି ଯାଇଛନ୍ତି। ଋତବଃ ନିତ୍ୟଂ କାମ୍ ଋଷୟଃ ନିତ୍ୟଂ କାମ୍ ପ୍ରାର୍ଥନାଂ କୁର୍ବନ୍ତି। ଋଷିମାନେ ସଦାସର୍ବଦା ପ୍ରାର୍ଥନା କରନ୍ତି ଯେ ଜଗତରେ ସମସ୍ତେ ଭଲରେ ରୁହନ୍ତୁ, ସମସ୍ତେ ସୁଖରେ ରୁହନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ, କାହାରିକୁ ଦୁଃଖ ନ ପଡୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ଏବେ ଆମେ 4 ନମ୍ବର ଦେଖିବା। ମାତୃଭାଷୟା ଅନୁବାଦଂ କୁରୁତ। ମାତୃଭାଷାରେ ଅନୁବାଦ କର। ଅନ୍ତେ ସହ ବୈଦ୍ୟସ୍ୟ ବାଗ୍ଭଟସ୍ୟ କୁଟୀର ସମୀପଂ ଗତବାନ୍। ଶେଷରେ ସେ ବୈଦ୍ୟ ବାଗ୍ଭଟଙ୍କର କୁଟୀର ନିକଟକୁ ଗଲା ବା ଯାଇଥିଲା। ଖ ଏଷଃ ନିଶ୍ଚୟେନ କଶ୍ଚନ ଦେବବିଶେଷଃ अस्ति। ଇଏ ନିଶ୍ଚିତ ଭାବରେ କୌଣସି ଦେବବିଶେଷ ଅଟନ୍ତି। ଗ ବତ୍ସ ଅହଂ ଧନ୍ୱନ୍ତରୀ अस्मि। ହେ ଶିଷ୍ୟ, ମୁଁ ଧନ୍ୱନ୍ତରୀ ଅଟେ। ଘ ଦେଖ, ମହର୍ଷେଃ ଚରକସ୍ୟ ନାମ ଭବନ୍ତଃ ଜାନନ୍ତି। ମହର୍ଷି ଚରକଙ୍କର ନାମ ତୁମେମାନେ ଜାଣିଛ? ସ ଏବ ସ୍ୱୟଂ ଶୁକରୂପେଣ ଅତ୍ର ଆଗଛତ୍। ସେ ହିଁ ନିଜେ ଶୁଆ ରୂପରେ ଏଠାକୁ ଆସିଥିଲେ। ଚ ଦେଖ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। କାହାରିକୁ ଦୁଃଖର ଭାଗୀ ହେବାକୁ ନ ପଡୁ ବା କେହି ଦୁଃଖ ନ ପାଆନ୍ତୁ। ଏବେ ଆମେ 5 ନମ୍ବର ଦେଖିବା। ସ୍ତମ୍ଭ ମେଳନଂ କୁରୁତ। କ ସ୍ତମ୍ଭ ଆଉ ଖ ସ୍ତମ୍ଭକୁ ମିଳନ କରିବା। ଦେଖ କଣ ହବ ତାହେଲେ, ବିଭିନ୍ନ ନାମ ବ୍ୟାଧି ନାମ, ବିଭିନ୍ନ ନାମ ବ୍ୟାଧି ନାମ। ଷଟ୍ ଋତବଃ, ହେଲା, ମଧୁରାଣୀ ଫଳାନି। ଆଉ କଣ ଅଛି ଦେଖ, ଏଇଠି ରଖ, ଦେଖିବା ଭଲ ଭାବରେ। ବିବିଧାନାମ୍ ବ୍ୟାଧୀନାମ୍ ଷଟ୍ ଋତବଃ। ବିବିଧାନି ବ୍ୟାଧୀନାମ୍। ତାପରେ ଅଛି କଣ, ଶୁକଃ କଣ ହବ ଦେଖିବା। ଶୁକଃ ଧନ୍ୱନ୍ତରୀ। ମଧୁରାଣୀ ଫଳାନି। ଛାତ୍ରାଣାମ୍ ଜିଜ୍ଞାସା। ଷଟ୍
ऋतवः हैला विभिन्नानां व्याधीनां षट् ऋतवः शुकः धन्वन्तरिः मधुराणि फलानि छात्राणां जिज्ञासा हैला पिला माने एबे आमे जिबा कोठी की 6 नंबर को दिबा संस्कृत भाषया वाक्यानि रचयत संस्कृत भाषा रे वाक्य रचना कर इति इति कहले एहा बा बोली पुरा दशरथः इति राजा आसीत् ख झटिति झटिति माने शीघ्र झटिति गृहम गच्छ शीघ्र घर को जाओ नाम नाम कहले ना तब नाम किम चिंतितवान चिंता कले बाग्भटः चिंतितवान बाग्भट चिंता कले पुनरपि पुनरपि माने पुन थरे पुनरपि मिथ्या महाबद पुणी थरे मिछ कुह नाही अपि अपि कहले मध्यम अहम अपि गमिष्यामि मु भी जीवी पिला माने एगुड़िक मु कहली तुम माने तुम आउ भल भल वाक्य करि परिबो निजे एबे आसो 7 नंबर देखिबा संधिम कुरुत संधि कर कस्य युक्त अपि कस्यापि हैला ख हैला तथा युक्त एव तथैव ग प्रातः युक्त उत्थाय प्रातरुत्थाय घर अछि न युक्त आसीत नासीत व कह युक्त अर्थः कह युक्त सर्वः को सर्वः हैला तापरे वयम युक्त अपि वयम अपि हैला तापरे आस देखिबा 8 नंबर कौन अछि शुद्धम उत्तरम चिन्नुत ठीक उत्तरटी बाछ भगवान धन्वन्तरी कस्य रूपम धृतवान बकस्य शुकस्य काकस्य मयूरस्य शुकस्य रूपम धृतवान ख शुकः कीदृशम ध्वनिम अकरत मनुष्य ध्वनिम रामध्वनिम उत्तर हम पिला माने मनुष्य ध्वनि मनुष्य परी ध्वनि करुथिला नहीं तापरे व्याध ध्वनि से गुड़े कहे मनुष्य रूपम ध्वनि तापरे बाग्भटः सूत्र रूपाणी कति उत्तराणी दत्तवान अददात त्रीणी 3टी उत्तर देइथिले आयुर्वेदस्य पूज्यः वैद्यः कह धन्वन्तरी हैला कालिदास अक्षपणक धन्वन्तरी आउ पाणिनि ता भितर से उत्तरटी ठीक तापर अछि कदा कदा व्यायाम कर्तव्य कदा प्रातः काले नहीं उत्तर है प्रातः काले व्यायाम कर्तव्य नित्यम किम कर्तव्यम नित्यम दंत विशोधनम कर्तव्यम प्रत्येक दिन दांत माजिबा उचित एबे तापर नंबर कौन अच्छी देख देछि प्रायण 500 पदे ही मातृभाषा उत्तरम लिखत बाग्भटस्य मतेन कह अरुक् भवति बाग्भटक मतरे किए अरुक् बा सुस्थ अटे तले बाग्भटक मतरे जे हितकर एवं सीमित एवं ऋतु अनुजाई फल को भक्षण करे एवं सदा सर्वदा निजकू स्वच्छ जल रे निजर शरीर धौत्व करे दंत मर्जन करे एवं सब बड़े परिष्कार रुहे से ही सदा सर्वदा अरुख बा स्वास्थ्यवान अटे पिला माने आज आमे यार प्रश्न उत्तर सारिले तुमे माने उत्तर गुडी को देखिबो एवं खाता रे परिनबो ताले आज पई आमे समस्त एठी रहिबा समस्त को धन्यवाद पिला माने भल लागिले पाठटी निश्चित भाबरे गोटिए सब्सक्राइब करिवो एवं लाइक करिवो एवं तुमर सांग साथी मानकर पढ़िया निमंते बा से मानकर सुविधा निमंते से मानको मध्य शेयर करिवो एवं अन्य वीडियो गुडी को
ପ୍ଲେ ଲିଷ୍ଟକୁ ଯାଇକି ମଧ୍ୟ ପଢିପାରିବ। ଏବେ ଆମେ ରହିବା। ସମସ୍ତଙ୍କୁ ଧନ୍ୟବାଦ।